ମାଧ୍ୟମରେ ରାସନ କାର୍ଡଧାରୀଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଉଛି। ରାସନ କାର୍ଡଧାରୀଙ୍କୁ ଚାଉଳ, ଗହମ, ଚିନି, କିରୋସିନ, ତେଲ ଆଦି ସାମଗ୍ରୀ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଏଥିପାଇଁ ନୂତନ ପଞ୍ଜୀକରଣ ଆରମ୍ଭ ହୋଇଛି। କିଭଳି ରାସନ କାର୍ଡରେ ନିଜ ନାମ ଯୋଡ଼ିବେ ତାହାକୁ ନେଇ ସ୍ୱତନ୍ତ୍ର ନିୟମ ରହିଛି। ରାଜ୍ୟ ସରକାରଙ୍କ ଦ୍ୱାରା ରାଜ୍ୟବାସୀଙ୍କ ପାଇଁ ସେମାନଙ୍କ ଆୟ ଅନୁଯାୟୀ 3 ପ୍ରକାରର ରାସନ କାର୍ଡ ଯୋଗାଇ ଦିଆଯାଉଛି। ତାହା ହେଉଛି ଅନ୍ତର୍ଦାୟ ରାସନ କାର୍ଡଧାରୀଙ୍କୁ ଏହି ଯୋଜନାର ଲାଭ ମିଳୁଛି। ଏହି ଲିଷ୍ଟରେ ଆପଣ ନିଜ ନାମ କିଭଳି ଯୋଡ଼ିବେ ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ। ଜଣେ ନିମ୍ନ ମଧ୍ୟବିତ୍ତ ପରିବାର ପାଇଁ ରାସନ କାର୍ଡ ଅନେକ ମହତ୍ତ୍ୱ ରଖୁଥାଏ। ବର୍ତ୍ତମାନର ଦରବୃଦ୍ଧି ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ମଧ୍ୟବିତ୍ତ ପରିବାର। ରାସନ କାର୍ଡ ମାଧ୍ୟମରେ ମିଳୁଥିବା ସାମଗ୍ରୀରୁ ଏଭଳି ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିପାରୁଛି। କାରଣ ଏଭଳି ପରିବାର ରାସନ କିଣିବାକୁ ମଧ୍ୟ ସକ୍ଷମତା ରଖନ୍ତି ନାହିଁ। ପୂର୍ବ କରିଥିଲେ ଓ ଏଯାଏଁ ଆପଣଙ୍କ ନାମ ରାସନ କାର୍ଡ ଲିଷ୍ଟରେ ଯୋଡ଼ି ହୋଇନାହିଁ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ରାସନ କାର୍ଡରେ ନାମ ଯୋଡ଼ିବାକୁ ପୁନଃ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି। କାରଣ ଏପ୍ରିଲ 1 ତାରିଖ ରାସନ କାର୍ଡ ପାଇଁ ପଞ୍ଜୀକରଣ ଆରମ୍ଭ ହେବାକୁ ଯାଉଛି। 15 କେଜି ରାସନ ଯୋଗାଇ ଦିଆଯାଉଛି। ସାମାନ୍ୟ ଗରିବ ଶ୍ରେଣୀରେ ଥିବା ପରିବାରକୁ ଏହି ରାସନ କାର୍ଡ ପ୍ରଦାନ କରାଯାଇଛି। ସେହିଭଳି ମଧ୍ୟ ଗରିବ ଶ୍ରେଣୀରେ ରହିଥିବା ବ୍ୟକ୍ତି ବିଶେଷଙ୍କୁ କାର୍ଡ ଯୋଗାଇ ଦିଆଯାଉଛି। ଏଥିରେ 25 କେଜି ରାସନ ଯୋଗାଇ ଦିଆଯାଉଛି। ଏହାପରେ ଅନ୍ତୋଦୟ କାର୍ଡରେ ମାସକୁ 35 କେଜି ରାସନ ଯୋଗାଇ ଦିଆଯାଉଛି। ଆଗ ପଞ୍ଜୀକରଣ କରିବାକୁ ହେଲେ ଆପଣଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ, ବ୍ୟାଙ୍କ ଆକାଉଣ୍ଟ, ଭୋଟର ଆଇଡି କାର୍ଡ ଆଦି ଆବଶ୍ୟକ ରହିଛି। ରାସନ କାର୍ଡ ମାଧ୍ୟମରେ ଶସ୍ତାରେ ଗରିବ ପରିବାରକୁ ରାସନ ଯୋଗାଇ ଦିଆଯାଉଛି। ଯଦି ଆପଣ ହରିୟାଣା ବାସିନ୍ଦା ତେବେ ତୁରନ୍ତ ଏଥିରେ ଆବେଦନ କରିପାରିବେ। ଏଥିପାଇଁ ଆପଣ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ନିକଟସ୍ଥ ବ୍ଲକ କାର୍ଯ୍ୟାଳୟରେ ଏନେଇ ସବିଶେଷ ବିବରଣୀ ପାଇପାରିବେ।